ଜୀବନର ସବୁଠାରୁ ବଡ଼ ଭୁଲ ଏହା ଯେ ଲୋକମାନେ ଆମକୁ କ'ଣ କହିବେ ଆମେ ସାରା ଜୀବନ ଏହି ଡରରେ ବଞ୍ଚିଥାଉ। କିନ୍ତୁ ସତ ଏହା ଯେ ଏ ଦୁନିଆ କେବଳ ସଫଳ ଲୋକଙ୍କ ଇଜ୍ଜତ କରିଥାଏ। ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ପଇସା ନଥିବ ସେ ପର୍ଯ୍ୟନ୍ତ ଆପଣଙ୍କ କଥା କାହାକୁ ହେଲେ ଶୁଭିବ ନାହିଁ। ଆଉ ଯେତେବେଳେ ପଇସା ଆସିଯିବ ନା ସେତେବେଳେ ଆପଣଙ୍କର ଚୁପ୍ ରହିଲେ ମଧ୍ୟ ସମସ୍ତେ ଆପଣଙ୍କ କଥାକୁ ଶୁଣିପାରିବେ। ସେଥିପାଇଁ କହୁଛି ଯଦି ଏ ଭିଡ଼ିଓ ଦେଖିବାର ଅଛି ତେବେ ପୁରା ଦେଖନ୍ତୁ, ଆଉ ମଝିରେ ଛାଡ଼ିବାର ଥିଲେ ଏବେଠାରୁ ଛାଡ଼ି ଦିଅନ୍ତୁ। କାହିଁକି ନା ଭିଡ଼ିଓ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ପ୍ରକୃତରେ ତାଙ୍କ ଜୀବନରେ କିଛି ବଡ଼ କରିବାକୁ ଚାହୁଁଛନ୍ତି। ତେଣୁ ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ ଆଉ ସୁନ୍ଦର କମେଣ୍ଟଟିଏ କରନ୍ତୁ। ଆଉ ଆମ ଚ୍ୟାନେଲକୁ ଫାଷ୍ଟ ଟାଇମ୍ ଦେଖୁଥିଲେ ସବସ୍କ୍ରାଇବ୍ କରିନିଅନ୍ତୁ। ଆପଣଙ୍କ ପାଖରେ ଯେତେ ବି ଅସୁବିଧା ଅଛି ନା ସେସବୁ ଆପଣଙ୍କର କାହାଣୀର ଗୋଟିଏ ଗୋଟେ ଅଂଶ ଅଟେ। ଦୁନିଆର କାମ ହେଲା ହସିବା କହିବା, କିନ୍ତୁ ଏ ଦୁନିଆ ସେତେବେଳେ ତାଳି ବଜାଇବ ଯେତେବେଳେ ଆପଣ ସଫଳ ହୋଇଯିବେ। ଟଙ୍କା କେବଳ ଆପଣଙ୍କର ଆବଶ୍ୟକତା ନୁହେଁ, ଏହା ଇଜ୍ଜତର ମଧ୍ୟ ଅନ୍ୟ ନାମ ଅଟେ। କାହିଁକି ନା ଯେତେବେଳେ ଆପଣଙ୍କର ପକେଟ ଖାଲି ଥାଏ ସେତେବେଳେ ଲୋକମାନେ ଆପଣଙ୍କୁ ସମୟ ଦିଅନ୍ତି ନାହିଁ, କିନ୍ତୁ ଯେବେ ଆପଣ ଟଙ୍କା କମାଇବାରେ ଲାଗନ୍ତି ନା ସେହି ଲୋକମାନେ ଆପଣଙ୍କ ପାଖ ଆଖରେ ବୁଲିବାକୁ ଲାଗିଥାନ୍ତି। ସେଥିପାଇଁ ନିଜ ସ୍ୱପ୍ନକୁ ସତ କରିବା ପାଇଁ ଲାଗି ପଡ଼ନ୍ତୁ। କିଛି ଲୋକ କୁହନ୍ତି ଯେ ଟଙ୍କା ଦ୍ୱାରା ଖୁସି କିଣି ହୁଏ ନାହିଁ, କିନ୍ତୁ ଯେତେବେଳେ ପେଟ ଖାଲି ଥାଏ ନା ସେତେବେଳେ ଖୁସି କଥା ଗୁଡ଼ିକ ଫିକା ଲାଗିଥାଏ। ଟଙ୍କା କେବେ ହେଲେ ଭୁଲ ହୋଇନଥାଏ, କେବଳ ଚରିତ୍ର ଉଚିତ ହେବା ଆବଶ୍ୟକ। ଟଙ୍କା ଦ୍ୱାରା ଆପଣ ଅନ୍ୟକୁ ସାହାଯ୍ୟ କରିପାରିବେ, ନିଜେ ସ୍ୱାଧୀନ ଭାବରେ ବଞ୍ଚିପାରିବେ, ଆଉ ଆପଣଙ୍କର ବାପା ମାଆଙ୍କୁ ସବୁ ଖୁସି ମଧ୍ୟ ଦେଇପାରିବେ। ସେଥିପାଇଁ ଟଙ୍କାକୁ କେବେ ଖରାପ ଭାବନ୍ତୁ ନାହିଁ। ଯେତେବେଳେ ନିଜର ଖରାପ ସମୟ ଆସିବ ତେବେ ନିଜକୁ କୁହନ୍ତୁ ଯେ ଯଦି ମୁଁ ଏବେ ହାରିଯିବି ତେବେ ଦୁନିଆ ସବୁବେଳେ ମୋ ଉପରେ ହସିବ, ଆଉ ଯଦି ଆପଣ ଜିତିଯିବେ ନା ତେବେ ଦୁନିଆ ଆପଣଙ୍କୁ ସମ୍ମାନ କରିବ। କାହିଁକି ନା ଲୋକମାନେ କେବଳ ପରିଣାମ ଦେଖନ୍ତି, ପରିଶ୍ରମ ନୁହେଁ। ସେଥିପାଇଁ ଶାନ୍ତ ହୋଇ କାମ କରି ଚାଲନ୍ତୁ। ଜୀବନରେ କେବେ କାହାର କପି କରନ୍ତୁ ନାହିଁ। ପ୍ରତ୍ୟେକ ମନୁଷ୍ୟର କାହାଣୀ, ଭାଗ୍ୟ ଆଉ ସଂଘର୍ଷ ଅଲଗା ହୋଇଥାଏ। ଯଦି ଆପଣ ଅନ୍ୟମାନଙ୍କ ରାସ୍ତାରେ ଚାଲିବେ ନା ତେବେ ଆପଣ ମଧ୍ୟ ଅନ୍ୟମାନଙ୍କ ପରି ସେହି ଲକ୍ଷ୍ୟରେ ଯାଇ ପହଞ୍ଚିଯିବେ। ଯଦି ଆପଣ ନିଜର ରାସ୍ତା ଅଲଗା ହୋଇ ତିଆରି କରିବେ ତେବେ ଇତିହାସ ଆପଣଙ୍କର ନାମ ଲେଖିବ। ଭିଡ଼ରେ ଚାଲିବା ସହଜ ଅଟେ, କିନ୍ତୁ ଏକୁଟିଆ ଚାଲିଲେ କଷ୍ଟ ହେଲେ ମଧ୍ୟ ସେ ଆପଣଙ୍କୁ ଏକ ମହାନ ଲକ୍ଷ୍ୟରେ ନେଇ ପହଞ୍ଚାଇ ଦେବ। ସେଥିପାଇଁ ନିଜ ଲକ୍ଷ୍ୟକୁ ବାଛନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ। ଯେତେବେଳେ ଆପଣ ପରିଶ୍ରମ କରିବେ ସେତେବେଳେ ବ୍ରହ୍ମାଣ୍ଡ ଆପଣଙ୍କର ନିଶ୍ଚୟ ସାହାଯ୍ୟ କରିବ। ବାସ୍ କେବଳ ଏହି ଗୋଟିଏ କଥା ମନେ ରଖନ୍ତୁ ଯେ କେବେ ହେଲେ ଅଟକନ୍ତୁ ନାହିଁ, କାହିଁକି ନା ଆପଣ ଯେଉଁଠି ଅଟକି ଯିବେ ସେଇଠି ହିଁ ଆପଣ ହାରିଯିବେ। ସେଥିପାଇଁ ସର୍ବଦା ଚେଷ୍ଟା ଜାରି ରଖନ୍ତୁ। ଲୋକମାନେ ହସିବେ, ଆପଣଙ୍କର ଚେଷ୍ଟା ଉପରେ ସନ୍ଦେହ ମଧ୍ୟ କରିବେ, କିନ୍ତୁ ସେମାନଙ୍କୁ ଉଚିତ ଜବାବ ଦେବ ଆପଣଙ୍କର ସଫଳତା। ଯେଉଁମାନେ ଆପଣଙ୍କର ମଜା ଉଡ଼ାଉଥିଲେ ସେମାନେ ଆପଣଙ୍କର ପ୍ରଶଂସା କରିବେ। ଯଦି ଆପଣ ଭାବୁଥିବେ ଯେ କେବେ ଭାଗ୍ୟ ଦ୍ୱାରା ହିଁ ପଇସା ଆସିଥାଏ ତେବେ ଆପଣ ନିଜର ପରିଶ୍ରମକୁ ନିଶ୍ଚିତ ଭାବେ କମ୍ ଦେଖାଉଛନ୍ତି। ଭାଗ୍ୟ ଲକ୍ଷ୍ୟର କବାଟ ପର୍ଯ୍ୟନ୍ତ ନେଇଯାଇଥାଏ, କିନ୍ତୁ ତାକୁ ଖୋଲିବାର ଚାବି କେବଳ ପରିଶ୍ରମ ପାଖରେ ହିଁ ଅଛି। ଯାହା ଆଜି କଠିନ ଲାଗୁଛି ତାହା କାଲି ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ଭାବେ ଉଭା ହେବ। ସେଥିପାଇଁ ଅଭିଯୋଗ ନୁହେଁ, ପରିଶ୍ରମ କରନ୍ତୁ। ପ୍ରତ୍ୟେକ ନୂଆ ସକାଳକୁ ଆପଣଙ୍କର ସ୍ୱପ୍ନ ପାଇଁ ପ୍ରସ୍ତୁତ କରନ୍ତୁ। ସଫଳତାର କୌଣସି ସର୍ଟକଟ୍ ନାହିଁ, ପ୍ରତ୍ୟେକ ମୁହୂର୍ତ୍ତ ଆପଣଙ୍କ ପାଇଁ ମୂଲ୍ୟବାନ ଅଟେ। ସେଥିପାଇଁ ସବୁବେଳେ ସମୟକୁ ସମ୍ମାନ କରନ୍ତୁ ଆଉ ନିଜ ପରିଶ୍ରମ ଉପରେ ଭରସା ରଖନ୍ତୁ। ଆଉ ଗୋଟିଏ କଥା, ନିଜେ ଯାହା ବି କିଛି କରୁଛନ୍ତି ସେସବୁ କାହାକୁ ଦେଖାଇବା ପାଇଁ କରନ୍ତୁ ନାହିଁ। ଦୁନିଆର ନଜରରେ ବଡ଼ ନୁହେଁ, ନିଜ ନଜରରେ ବଡ଼ ହୁଅନ୍ତୁ। ଦେଖନ୍ତୁ, ଟଙ୍କା ପଇସା ଆଲୋଚନା କରିବା କିଛି ଲାଜର କଥା ନୁହେଁ, କାହିଁକି ନା ଗରିବ ଘରେ କୌଣସି ସୁଖ ନଥାଏ, ଥାଏ କେବଳ ଦୁଃଖ ଆଉ ଦାରିଦ୍ର୍ୟ। ଆପଣ ଆପଣଙ୍କର ପରିବାରକୁ ସେତେବେଳେ ଖୁସି ଦେଇପାରିବେ ଯେତେବେଳେ ଆପଣଙ୍କ ପାଖରେ ପଇସା ଥିବ। ଲୋକଙ୍କୁ କେବେ ଜଣାନ୍ତୁ ନାହିଁ ଯେ ଆପଣ କ'ଣ କରିପାରିବେ, ଆଉ କରିସାରିବା ପରେ ମଧ୍ୟ ସେମାନଙ୍କୁ କହିବା ବିଲକୁଲ ଆବଶ୍ୟକତା ନାହିଁ, କାହିଁକି ନା ସଫଳତାର ଢୋଲ ସମସ୍ତେ ସହଜରେ ଶୁଣିପାରନ୍ତି। ତେଣୁ କେବେ ହେଲେ ଆପଣଙ୍କର ସ୍ୱପ୍ନକୁ ଛୋଟ ବୋଲି ଭାବନ୍ତୁ ନାହିଁ, କାହିଁକି ନା ଯେଉଁ ସ୍ୱପ୍ନ ଆପଣଙ୍କୁ ଡରାଇଥାଏ ନା ସେ ହିଁ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ଶକ୍ତି ଦେଇଥାଏ। ଲୋକଙ୍କ ନଜରରେ ଏହା ଅସମ୍ଭବ ଅଟେ, କିନ୍ତୁ ଅସମ୍ଭବ ତ କେବଳ ଏକ ଶବ୍ଦ ଅଟେ, ସତ ନୁହେଁ। ଆପଣ କେବଳ ଆପଣଙ୍କର ଲକ୍ଷ୍ୟ ଉପରେ ନଜର ରଖନ୍ତୁ, ଦେଖିବେ ଦୁନିଆ ଧୀରେ ଧୀରେ ଆପଣଙ୍କୁ ସଲାମ କରିବ। କେବେ କାହାଠାରୁ ଆଶା ରଖ ନାହିଁ ଯେ ସେ ଆପଣଙ୍କୁ ସଫଳତା ଦେବ ବୋଲି। ସବୁବେଳେ ନିଜ ଗୋଡ଼ରେ ନିଜ ଚେଷ୍ଟାରେ ଉପରକୁ ଉଠିବାକୁ ଚେଷ୍ଟା କରନ୍ତୁ। ନିଜ ରୋଜଗାରର ବାଟ ନିଜେ ବାଛନ୍ତୁ ଆଉ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ। ଯଦି ଆପଣ ନିଜ ଦମରେ ସଫଳତା ପାଇବେ ତେବେ ଆପଣଙ୍କର ଆତ୍ମବିଶ୍ୱାସର ସ୍ତର ଆହୁରି ବଢ଼ିଯିବ। ତେଣୁ ମନରେ ସର୍ବଦା ସକାରାତ୍ମକ ଭାବନା ରଖନ୍ତୁ ଆଉ ଆଗକୁ ବଢ଼ି ଚାଲନ୍ତୁ। ତ ସାଙ୍ଗମାନେ, ଭିଡ଼ିଓରୁ ଆପଣମାନେ କ'ଣ ଶିଖିଲେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ନମସ୍କାର।